ପରିଶ୍ରମର ଆମେ ଯେକୌଣସି ବି ପରିଶ୍ରମ କରୁଛେ ବାରାଣାସୀର ରାଜା ଘୋଡ଼ା ଉପରେ ବସି ବୁଲିବାକୁ ଯାଉଥିଲେ। କାହାର ରାଜା ଯାଉଥିଲେ ବୁଲିବା ପାଇଁ? ରାଜା ଘୋଡ଼ା ଉପରେ ବସି ଯାଉଥିଲେ। ସେ କିଛି ଦୂର ଗଲା ପରେ ଦେଖିଲେ ଗୋଟିଏ ବରଗଛ ମୂଳରେ କେତେକ ଲୋକ ବସି ହସଖୁସି କରି ଗପସପ କରୁଛନ୍ତି। ତାପରେ ସେ ସବୁ ଦେଖିଲେ ପୁଣି ଆଉ ଟିକେ ଆଗକୁ ଚାଲିଗଲେ। ଆଉ କିଛି ଦୂର ଗଲା ପରେ ଦେଖିଲେ ଦଳେ ଲୋକ ଏକାଠି ବସି ପଶା ଦେଖିଲେ କିଛି ଲୋକ ଏକାଠି ବସି ପଶା ଖେଳୁଛନ୍ତି। କୌଣସି ବି କାମ କରୁନାହାନ୍ତି। ରାଜା ଆଉ କିଛି ବାଟ ଗଲା ପରେ ଦେଖିଲେ ଗୋଟିଏ ବଗିଚାରେ ବୁଢ଼ୀ ମାଉସୀଟିଏ ଗଛ ଲଗାଉଛି। ରାଜା କଣ ଦେଖିଲେ? ରାଜା ଯାଇ ପଚାରିଲେ, ମାଉସୀ ତୁମର ତ ଏ ବୟସ ଗଲାଣି, ତାହେଲେ ତୁମେ ଏତେ ଗୁଡିଏ ଗଛ ଏବେ ଲଗେଇ ପାଣି ଦଉଛ କାହିଁକି? ଏ ଗଛ କେଉଁ ଦିନ ଯାଇ ବଡ ହବ, ସେଥିରେ ଫଳ ଫଳିବ, ତାପରେ ତୁମେ ଖାଇବ। ମାନେ ନାଇଁ, ବହୁତ ସମୟ ଲାଗିବ। ତେଣୁକରି ରାଜା ତାଙ୍କୁ ପଚାରିଲେ, ତୁମେ କାହିଁକି ଗଛ ଲଗଉଛ? ବୁଢୀ ମାଉସୀ ଜଣକ ରାଜାକୁ କହିଲେ, ମୁଁ ସିନା ଫଳ ଖାଇପାରିବି ନାହିଁ, ମୋର ପିଲାମାନେ କିନ୍ତୁ ଏଇ ଫଳ ଖାଇପାରିବେ। ସେ କଣ କହିଲେ? ମୁଁ ସିନା ଖାଇପାରିବିନି, କିନ୍ତୁ ମୋ ପିଲାମାନେ ଫଳ ଖାଇବେ। ପରିଶ୍ରମର କୌଣସି ବୃଥା ଯିବ ନାହିଁ। ସେ ସେଇ କଥା କାହାକୁ କହିଲେ? ରାଜାକୁ କହିଲେ। ରାଜା ବୁଝିଲେ କେତେ ଲୋକ ଅକାରଣରେ ସମୟ ନଷ୍ଟ କରୁଛନ୍ତି। ସେ ଦେଖିକି ଆସିଲେ କିଛି ଲୋକ ଗପସପ କରୁଛନ୍ତି, କିଛି ଲୋକ ପଶା ଖେଳୁଛନ୍ତି, ସମୟ ନଷ୍ଟ କରୁଛନ୍ତି। ବୁଢ଼ୀଟି କିଛି ନ ଭାବି ପର ଉପକାର ଲାଗି କାମ କରୁଛି। ସେ ଖୁସି ହୋଇ କଣ କଲେ? ବୁଢ଼ୀ ହାତରେ ଗୋଟିଏ ସୁନା ମୋହର ଦେଲେ। ରାଜା ଖୁସି ହୋଇ କଣ ଦେଲେ? ସୁନା ମୋହରଟିଏ ଦେଲେ। ବୁଢ଼ୀ ହସି ହସି କହିଲା, ଦେଖ ବାବା, ଏଇ କଣ ମୋର ପରିଶ୍ରମର ମୂଲ୍ୟ ନୁହେଁ? ତାହେଲେ ସେ ଗଛ ଲଗାଉଥିଲା, ସେଥିପାଇଁ ଦେଖିକି କିଏ ତାଙ୍କୁ ଦେଲେ? କଣ ଦେଲେ? ସୁନା ମୋହରଟିଏ ଦେଲେ। ତାହେଲେ ଏଇଟା ହେଲା ତାଙ୍କର କଣ? ପରିଶ୍ରମର ମୂଲ୍ୟ। ତେଣୁକରି ସବୁ ପରିଶ୍ରମର ମୂଲ୍ୟ ଅକାରଣ ଯାଏ ନାହିଁ। ସବୁ ପରିଶ୍ରମର ନିହାତି ମୂଲ୍ୟ ମିଳିଥାଏ। ଜାଣିହେଲା? ହଉ ଦେଖ, ପରିଶ୍ରମ କର ସଦା ଲଗା ଦେହ ବଳ, ଅଟେ ସେ ପରମ ବନ୍ଧୁ ଦିଏ ସଦା ମୂଲ। ତମେ ଯେତେ ପରିଶ୍ରମ କରିବ ତମକୁ ତାର ମୂଲ ନିହାତି ମିଳିବ। ଜାଣି ହେଲା? ତେଣୁକରି ସବୁବେଳେ କଣ କରିବ? ସମୟ ନଷ୍ଟ କରିବ ନାହିଁ, ପରିଶ୍ରମ କରି ଚାଲିବ ସଦାବେଳେ।